ବାସୁଦେବପୁର ବିଜେପି ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତିଙ୍କ ଜନ୍ମଦିନରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୀଳମଣି ଟାଉନ ହଲ୍ ପରିସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମଣ୍ଡଳ ସଭାପତି ରତିକାନ୍ତ ଦଳାଇ, ଆଶୁତୋଷ ସାମଲ, ଜଗବନ୍ଧୁ ମଲ୍ଲିକ, ଅମର ଦାସ, ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଜୟପ୍ରକାଶ ମଲ୍ଲିକ, ବିଜେପି ନେତା ଡକ୍ଟର ପ୍ରତାପ ନାୟକ, ଉମାକାନ୍ତ ଖୁଣ୍ଟିଆ, ନିର୍ମଳ ପଣ୍ଡା, ବିପିନ ମିଶ୍ର, ବିଜୟ ମାଝୀ, ବିଜୟ ମିଶ୍ର, ଉମାକାନ୍ତ ଡାଙ୍ଗୁଆ, କପିଲ ପଟ୍ଟନାୟକ, ବିଜୟ ବିଶ୍ୱାଳ, ଦମୟନ୍ତୀ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଅନେକ ବିଜେପି ନେତା ମଧ୍ୟ ରକ୍ତଦାନ କରିଥିଲେ। ରକ୍ତଦାନ ଏକ ମହତଦାନ, ସମସ୍ତ ଯୁବବର୍ଗ ଆଗେଇ ଆସନ୍ତୁ, ରକ୍ତଦାନ କରନ୍ତୁ ବୋଲି ରକ୍ତଦାତା କହିଥିଲେ। ବାଣୀ ଭାଇ ପାଇଁ ପ୍ରତିବର୍ଷ ଉତ୍ସବ ହୁଏ, ଜନ୍ମଦିନ ପାଳନ କରା ହୁଏ। ମା ମାନେ ବି ଯେ ବି ଘରେ ସବୁ ରହିছে ଗାଁ ଗହଳିର ଆଗେ ଆସନ୍ତୁ, ଲୋକ ସାହାଯ୍ୟ କରନ୍ତୁ। ବାଣୀ ଭାଇଙ୍କ ଉଦ୍ଦେଶ୍ୟରେ ବାଣୀ ଭାଇଙ୍କର ଜନ୍ମଦିନ ସେଇ ଉଦ୍ଦେଶ୍ୟରେ ଆମର ପ୍ରତିବର୍ଷ ପରି ସେଇ ବର୍ଷ ଗୋଟେ ରକ୍ତଦାନ ଶିବିର ହୁଏ। ବହୁତ ମାତ୍ରାରେ ରକ୍ତଦାନ କରନ୍ତି, ସେଇ ଉଦ୍ଦେଶ୍ୟରେ ରକ୍ତଦାନ କରୁ। ଆଉ ଆଜକୁ 5 ବର୍ଷ ହବ ଆମର ଯୋଉ ନେତା ଆମ ବିଧାୟକ ପ୍ରାର୍ଥୀ ବାଣୀ ଭାଇ ଅଛନ୍ତି, ତାଙ୍କ ପାଇଁ ଆମେ 5 ବର୍ଷ ହେଲା ଆମେ କରି ଆସିଛୁ। ମାନେ ଯେତେବେଳେ ସେ ପ୍ରାର୍ଥୀ ହେଇନଥିଲେ ତା ପୂର୍ବରୁ ବି ଆମେ ଆଗରୁ କରିଥିଲୁ, 100-200 ଭଳିଆ ୟୁନିଟ୍ କରୁ। ବାକି ଆମେ ବହୁତ ସୁରୁଖୁରୁରେ ଚାଲିଛି ଆଜି ରକ୍ତଦାନ ଶିବିର। ବହୁତ ଲୋକ ବି ଆସୁଛନ୍ତି। ଯାହା ହଉ ଆଜି ମାନେ ବାଣୀ ଭାଇଙ୍କ ଶୁଭ ମନାସିବା ପାଇଁ ବହୁତ ଲୋକ ଆଜି ନିଜ ଇଚ୍ଛାରେ ଆଜି ଆସିକି ଟାଉନ ହଲ୍ ପରିସରରେ ଆଜି ରକ୍ତଦାନ ଶିବିରରେ ଯୋଗ ଦେଇଛନ୍ତି। ପାଖାପାଖି 70-80 ଆମେ ଟାର୍ଗେଟ ରଖିଛୁ। ସବୁଆଡେ ତ ଏବେ ବର୍ଷର ତ 3-4 ଥର ହେଲାଣି ବ୍ଲଡ କ୍ୟାମ୍ପ ନା, ତେଣୁ ବର୍ତ୍ତମାନ ଆମେ ପାଖାପାଖି 70-80 ଖଣ୍ଡେ ଆମେ ଟାର୍ଗେଟ ରଖିଛୁ। ଆମ ବିଜେପିର ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି 5 ବର୍ଷ ଧରି କାର୍ଯ୍ୟକ୍ରମ ଚାଲିଛି। ଆମର ତାଙ୍କ ଜନ୍ମଦିନ ଅବସରରେ ବାସୁଦେବପୁର ଟାଉନ ହଲ୍ ଠାରେ ବ୍ଲଡ କ୍ୟାମ୍ପ କରାଯାଉଛି। ଆମର ଟାର୍ଗେଟ 100 ପାଖାପାଖି 80 ବ୍ଲଡ କ୍ୟାମ୍ପ ହବ। ତାଙ୍କର ଆଦର୍ଶ ରକ୍ତଦାନ ମହାପୂର୍ଣ୍ଣ, ଆଉ ଜଣଙ୍କ ଜୀବନ ଆମ ବ୍ଲଡ ଆଉ 5 ଜଣଙ୍କ ଜୀବନ ବଞ୍ଚି ପାରୁଛି, ସେଇ ଆଦର୍ଶରେ ସେ ରକ୍ତଦାନ ଶିବିର ଖୋଲା ହେଇଛି। ଏଥିପାଇଁ କଲି ଯେ ବହୁତ ଲୋକଙ୍କର ରକ୍ତର ଆବଶ୍ୟକତା ଅଛି। ସେମାନେ ରକ୍ତ ଅଭାବରୁ ବହୁତ ଲୋକଙ୍କର ବି ମୃତ୍ୟୁ ହେଉଛି। ଆମେ ପ୍ରତ୍ୟେକ 3 ମାସରେ ଥରେ ରକ୍ତ ଦେବା ଦରକାର। ଆଉ ରକ୍ତ ଦେଲେ ସେଇ ରକ୍ତଟା କାହାରି ମାନେ ଜରୁରୀକାଳୀନ ଏମର୍ଜେନ୍ସିରେ କାହାରି କାମରେ ଆସିବ, ସେଥିପାଇଁ ଆମେ ବାସୁଦେବପୁର ପ୍ରତାପ କୁମାର ପାଢ଼ୀଙ୍କ ରିପୋର୍ଟ।